ଚୁଡାଙ୍ଗଗଡ଼ ବାରଙ୍ଗ ମହୋତ୍ସବ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ 4 ଦିନ ଧରି ଚାଲିଥିବା ଚୁଡାଙ୍ଗଗଡ଼ ବାରଙ୍ଗ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ମହୋତ୍ସବର ଅନ୍ତିମ ଦିନରେ ରାଜ୍ୟ ସରକାରଙ୍କ ସମବାୟ ବୟନ ଶିଳ୍ପ ଏବଂ ହସ୍ତତନ୍ତ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ପର୍ଯ୍ୟଙ୍ଗ ବିଧାୟକ ବିଭୂତିଭୂଷଣ ପ୍ରଧାନ, ଯୁବନେତା ଅଭୟ ବାରିକ, ବାରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ, ବାରଙ୍ଗ ତହସିଲଦାର ମଞ୍ଚରେ ଆସନ ଗ୍ରହଣ କରିଥିବା ସମୟରେ ମୁଖ୍ୟ ବକ୍ତା ଭାବରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ବାରଙ୍ଗ ଚୁଡାଙ୍ଗଗଡ଼ ସମ୍ପର୍କରେ ଚମତ୍କାର ଅଭିଭାଷଣ ରଖିଥିଲେ। ଅନୁଭୂତି ରହିଲା ତ ମୋର ଯେଉଁ ଆଶା ଯେ ଯେଉଁଟା 1000 ମସିହାରୁ 1100 ମସିହା ପର୍ଯ୍ୟନ୍ତ ଯେଉଁ ଦୁର୍ଗ ପୃଥିବୀ ଗଣତନ୍ତ୍ରକୁ ଦିଗ୍ଦର୍ଶନ ଦେଇଛି, ସେ ଚୋଡ଼ଙ୍ଗଗଡ଼ ଐତିହାସିକ ଚୋଡ଼ଙ୍ଗଗଡ଼ ପୃଥିବୀ ପ୍ରସିଦ୍ଧ ଗଡ଼କୁ ସରକାର ପୁନର୍ଜୀବିତ କରନ୍ତୁ। ଏ ଗଡ଼ ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଓଡ଼ିଶାର ସ୍ୱାସ୍ଥ୍ୟ, ଓଡ଼ିଶାର ଶିକ୍ଷା, ଓଡ଼ିଶାର ଶିଳ୍ପ ସମସ୍ତଙ୍କର ପ୍ରାଣକେନ୍ଦ୍ର ସ୍ଥାନ ଥିବା ଗଡ଼ ଆଗାମୀ ଦିନରେ ଏଭଳି ଏକ ଐତିହାସିକ କ୍ଷେତ୍ରକୁ ପୃଥିବୀ ପୃଷ୍ଠର ସମସ୍ତ ପର୍ଯ୍ୟଟକ ଏ ପର୍ଯ୍ୟଟନସ୍ଥଳୀ ଐତିହାସିକ ସ୍ଥଳ ଆସନ୍ତୁ ଏବଂ ଆମ ଓଡ଼ିଶାର ବାରଙ୍ଗର ଅର୍ଥନୈତିକ ଅଭିବୃଦ୍ଧି ଘଟୁ। ବାରଙ୍ଗବାସୀଙ୍କର ଯେଉଁ ଆଶୀର୍ବାଦରୁ ଚୁଡଙ୍ଗଗଡ଼ ବାରଙ୍ଗ ମହୋତ୍ସବ ଯେଉଁ 7ମ ବର୍ଷ ତାର 4 ଦିନ ବ୍ୟାପୀ ଯେଉଁ କାର୍ଯ୍ୟକ୍ରମ କରୁଥିଲା, ଆଜି ଥିଲା ତାର ଉଦ୍ଯାପନ ଦିବସ। ନିଶ୍ଚିତ ଭାବରେ ମୁଁ ଧନ୍ୟବାଦ ଦେବି ବାରଙ୍ଗ ଅଖଣ୍ଡ ବାରଙ୍ଗର ସମସ୍ତ ଜନସାଧାରଣମାନଙ୍କୁ। ମୁଁ ଧନ୍ୟବାଦ ଦେବି ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ସ ମିଡ଼ିଆର ବନ୍ଧୁମାନଙ୍କୁ। 4 ଦିନ ବ୍ୟାପୀ ରାଜନୈତିକ ବ୍ୟକ୍ତିବିଶେଷମାନଙ୍କୁ, ଐତିହାସିକ ବ୍ୟକ୍ତିବିଶେଷମାନଙ୍କୁ, ବିଭିନ୍ନ ସାମାଜିକ ସଂଗଠନ ବ୍ୟକ୍ତିବିଶେଷମାନଙ୍କୁ ସମସ୍ତଙ୍କର ସହଯୋଗ ସାହାଯ୍ୟରେ ଆଜି ଚୁଡଙ୍ଗଗଡ଼ ବାରଙ୍ଗ ମହୋତ୍ସବ ତାର ଉଦ୍ଯାପନ ଦିବସ ଶେଷ କରି ଯେଉଁ ସରକାର ଏବେ ଚାଲିଛି ମୋହନ ମାଝୀଙ୍କର ଲୋକପ୍ରିୟ ସରକାର, ନିଶ୍ଚିତ ଭାବରେ ଆମେ ଆଶା ରଖିଛୁ ଚୁଡଙ୍ଗଗଡ଼ ବାରଙ୍ଗ ନିଶ୍ଚିତ ଭାବରେ ଚୁଡଙ୍ଗଗଡ଼ର ଐତିହ୍ୟ କିଭଳି ଭାବରେ ଫେରି ପାଇବ, ତାର ପୁନରୁଦ୍ଧାର କିଭଳି ଭାବରେ ହୋଇପାରିବ। ଆପଣମାନେ ଶୁଣିଥିବେ ବିଭିନ୍ନ ବକ୍ତାମାନେ ମଧ୍ୟ ସେଥିରେ ମତବ୍ୟକ୍ତ କରିଛନ୍ତି ଏବଂ ସମ୍ମତି ପ୍ରକାଶ କରିଛନ୍ତି। ନିଶ୍ଚିତ ଭାବରେ ଚୁଡଙ୍ଗଗଡ଼ ବାରଙ୍ଗ ଯେଉଁ ଅଛି ଯାହାକୁ ନେଇ ଆମେ ମହୋତ୍ସବ ପାଳନ କରୁଛୁ, ସେ ଚୁଡଙ୍ଗଗଡ଼ ନିଶ୍ଚିତ ଭାବରେ ପୁନରୁଦ୍ଧାର ହେବ ନିଶ୍ଚିତ ଭାବରେ ହେବ। ଏଇ ଜାଗା ନିଶ୍ଚିତ ଭାବରେ ଖାଲି ଯେ ଚୁଡଙ୍ଗଗଡ଼ ପାଇଁ ବାରଙ୍ଗ ମହୋତ୍ସବ ପାଇଁ ନୁହେଁ, ଇଏ ହେଉଛି ଗୋଟେ ଆଞ୍ଚଳିକ ସମସ୍ୟା। ବାରଙ୍ଗ ଅଞ୍ଚଳର କୌଣସି ପ୍ରକାର ଗୋଟେ ସ୍ଥାୟୀ ଜାଗା ସେଭଳି ଭାବରେ ନାହିଁ ଯେ କୌଣସି ପ୍ରକାର ସାମାଜିକ ଧରିକି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସେଭଳି ଜାଗା କିଛି ନାହିଁ। ନିଶ୍ଚିତ ଭାବରେ ଆମେ ଆଶା କରି ରଖିଛୁ ନିଶ୍ଚିତ ଭାବରେ ସେ ଜାଗା ମିଳିବ ଆଉ ବାରଙ୍ଗ ଅଞ୍ଚଳର ଯେଉଁ ଆଶା ଅଛି ସେ ଆଶା ମଧ୍ୟ ପୂରଣ ହେବ। ବାରଙ୍ଗବାସୀମାନଙ୍କୁ ଅଖଣ୍ଡ ବାରଙ୍ଗ ଯେଉଁ ଆପଣ ଜଟଣୀ ନିର୍ବାଚନ ମଣ୍ଡଳ 6 ଗୋଟି ପଞ୍ଚାୟତ, ଉତ୍ତର ନିର୍ବାଚନ ମଣ୍ଡଳୀର 5 ଗୋଟି ପଞ୍ଚାୟତ, ବାରଙ୍ଗର 8 ଗୋଟି ପଞ୍ଚାୟତ ଏବଂ ତାର ଆଖପାଖ ଯେଉଁ ସଦର କଥା କୁହନ୍ତୁ, ଆଠଗଡ଼ କଥା କୁହନ୍ତୁ, ଏ ସମସ୍ତଙ୍କ ଶ୍ରେୟ ଅଛି। ସମସ୍ତଙ୍କୁ ମୁଁ ଆନ୍ତରିକତା ସହ ଧନ୍ୟବାଦ ଦେବି ସମସ୍ତଙ୍କର ସହଯୋଗରେ ଆଜି ସଫଳ ହୋଇଥିବା। ଅନୁଭୂତି ବହୁତ ବଢ଼ିଆ ଲାଗିଲା, ବହୁତ ଆନନ୍ଦ ଲାଗିଲା। ଏଠିକାର କମିଟି ମାନଙ୍କର ଆୟୋଜକ ମଣ୍ଡଳୀର ବ୍ୟବହାର ଆଚାର, ଲୋକ ବହୁତ ଶାନ୍ତିପ୍ରିୟ ଶୃଙ୍ଖଳା ସହ ବସି ବହୁତ ସମୟ ଦେଖିଲେ। ଏ ଶୀତ କାକରରେ ବସି 1.5 ଘଣ୍ଟା କାଳ ଆମର ଏ ମିଟିଂ ହେଲା, ତାକୁ ମଧ୍ୟ ସମସ୍ତେ ଉପଭୋଗ କଲେ ଏବଂ କମିଟିର ବ୍ୟବହାର ଆଚାର ମଧ୍ୟ ବହୁତ ନମ୍ର ଭଦ୍ର। 1.5 ଘଣ୍ଟା କାଳ ରହିଲି, ତେଣୁ ବହୁତ ଆନନ୍ଦ ଲାଗିଲା। ଉତ୍ସବ ମଧ୍ୟ ଭଲ ଲାଗିଲା। ଏହି ଉତ୍ସବର ଉତ୍ତରୋତ୍ତର ଉନ୍ନତି ହେଉ। ଆସନ୍ତା ବର୍ଷକୁ ଯେଉଁ ଜମିର ସମସ୍ୟା ତାକୁ ମଧ୍ୟ ଆମେ ଚେଷ୍ଟା କରୁ ସାହାଯ୍ୟ ସହଯୋଗ କରି ସରକାର ଜମି ଗୋଟିଏ ଦେବା ପାଇଁ ତାଙ୍କର ଏଠି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ, ମହୋତ୍ସବ ହେବ। ବହୁତ ଭଲ ଲାଗିଲା। କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ କ୍ରୀଡ଼ାବିତ ଦୁତି ଚାନ୍ଦ, ସାମ୍ବାଦିକ ରୁଦ୍ରପ୍ରସାଦ ରଥଙ୍କ ସମେତ ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହୋତ୍ସବର ସଫଳତା ପାଇଁ ବାରଙ୍ଗବାସୀଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ମହୋତ୍ସବ କମିଟିର ସଭାପତି ତଥା ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ। ଆଗାମୀ ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରି ଆୟୋଜନ କରିବା ପାଇଁ କମିଟିର ସଦସ୍ୟ ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ, ରେନବୋ ମିଡିଆ। Please watch current updates in Rainbow Digital. Stay logged in www.rainbowodisha.com. Subscribe our channel.
channel in YouTube and press the bell icon.